ଜଗାରେ ତୁ ଥା ମୁଁ ଆସୁଛି, ନହେଲେ ପୁଣି ସେପଟେ ସାନ୍ତଣୀଙ୍କ ଘରେ ପହଞ୍ଚୁ ପହଞ୍ଚୁ ଡେରି ହେଇଯିବ। ମୋ ସୁନା ପୁଅ। ହଉ ହଉ ଆମେ ସକାଳ ସୁଦ୍ଧା ରେଡି ହେଇଯାଇଥିବୁ। ଶୁଣ ଶାନ୍ତି, କାଲି ଆମ ପରିବାର ମିଶି ଜଗା ଦର୍ଶନ ପାଇଁ ପୁରୀକୁ ଯିବୁ। ତୋର କାଲି କାମକୁ ଆସିବା କିଛି ଦରକାର ନାହିଁ। ମା ତମେ ପୁରୀ ଯିବ? ହଁ ହଉ ହଉ ମା ଠିକ ଅଛି। ମା ମୋର କାମ ସରିଲା, ମୁଁ ଆସୁଛି ତାହେଲେ। ହଉ ଯା। ଆରେ ଶାନ୍ତିଟା କେତେ ବର୍ଷରୁ ଆମ ଘରେ କାମ କରୁଛି, ସେ କଣ ଆମ ପରିବାର ସଦସ୍ୟ ନୁହଁ? ତାକୁ ବି ଆମ ସହ ପୁରୀ ନେଇଗଲେ ଭଲ ହୁଅନ୍ତା। ଜଗା 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 ଜାଣିଛୁ, ସାନ୍ତାଣୀ କାଲି ତାଙ୍କ ପରିବାର ସହ ପୁରୀକୁ ଯିବେ। ମତେ ବି ଯିବା ପାଇଁ ଭାରି ଇଚ୍ଛା ହଉଛି ରେ, ହେଲେ ସେମାନେ ତାଙ୍କ ପରିବାର ସହ ଯିବେ। ହଉ ମୁଁ ବି ଦେଖୁଛି, ଏଇ ଗରିବ ମାର ଡରି ତୁ କେବେ ଲଗଉଛୁ? ହଁ ମା କଣ ହେଲା? ଶାନ୍ତି କଥା କଣ କି, ମୁଁ ତତେ କହିବା ପାଇଁ ଭୁଲିଗଲି। କାଲି ସକାଳେ ତୁ ବି ଆସିବୁ, ଆମେ ସମସ୍ତେ ମିଶିକି ପୁରୀ ଯିବା। ତୁ ବି ତ ମୋ ଭଉଣୀ ପରି ନା। ସତରେ ମା? ହଉ ମା ଠିକ ଅଛି, ମୁଁ କାଲି ସକାଳୁ ଜଲ୍ଦି ପହଞ୍ଚିଯିବି। ହଇରେ ନାଟୁଆ, ତୁ ଏଠି ବସି ବସି ମୋ ସବୁ କଥା ଶୁଣୁଛୁ? ତତେ କହୁ କହୁ ମୋ ଡରି ଲଗେଇଦେଲୁ ନା।